दर्शक बंधु एही गुरुत्वपूर्ण कथागुड़िक टिके ध्यान रे शुणन्तु। 1 नंबर स्नान करिबा परे कपाଳରେ तिलक धारण करिबा उचित। ଏହା शुभ ହେବା सहित आज्ञा चक्र जाग्रत ହୋଇଥାଏ। 2 नंबर पूजा पाठ କରିବା ସମୟରେ କିମ୍ବା शुभ କାର୍ଯ୍ୟ କରିବା ସମୟରେ ପୂର୍ବକୁ ମୁଖ କରିବା ଉଚିତ। ଏହା ମଙ୍ଗଳକାରୀ ହୋଇଥାଏ ଏବଂ ଦେବାଦେବୀ ସନ୍ତୁଷ୍ଟ ହୋଇଥାନ୍ତି। 3 ନମ୍ବର ପୂଜା ପାଠ କିମ୍ବା ଧର୍ମ ଅନୁଷ୍ଠାନ କରିବା ସମୟରେ ହାତରେ କୁଶ ଧାରଣ କରିବା ଉଚିତ। ଏହାଦ୍ୱାରା ମନରେ ଏକାଗ୍ରତା ବୃଦ୍ଧି ହେବା ସହିତ ଆୟୁ ବୃଦ୍ଧି ହୋଇଥାଏ। 4 ନମ୍ବର ପ୍ରତ୍ୟେକ ଦିନ କିଛି ସମୟ ଠାକୁରଙ୍କୁ ପ୍ରାର୍ଥନା କରିବା ଉଚିତ। ଏହାଦ୍ୱାରା ନିଷ୍ଠା ପବିତ୍ରତା ପ୍ରାପ୍ତ ହେବା ସହିତ ଆଚରଣରେ ସଂଯମତା ଆସିଥାଏ। 5 ନମ୍ବର ଧ୍ୟାନ କରିବା ସମୟରେ ମାଳ ଗଡ଼େଇବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ମନ ସ୍ଥିର ହେବା ସହିତ ସମର୍ପଣ ଭାବ ଜାଗ୍ରତ ହୋଇଥାଏ। 6 ନମ୍ବର ତୃତୀୟ ନେତ୍ର ଥିବା ଦେବାଦେବୀଙ୍କୁ ଭକ୍ତି ଏବଂ ନିଷ୍ଠାର ସହିତ ପୂଜା ଅର୍ଚ୍ଚନା କରିବା ଦ୍ୱାରା ଅବିଳମ୍ବେ ସମସ୍ୟା ସମାଧାନ ହୁଏ ଏବଂ ମନସ୍କାମନା ପୂର୍ଣ୍ଣ ହୋଇଥାଏ। 7 ନମ୍ବର ସମସ୍ତ ଶୁଭ କାର୍ଯ୍ୟରେ କିମ୍ବା ମାଙ୍ଗଳିକ କାର୍ଯ୍ୟ ସ୍ୱସ୍ତିକ ଚିହ୍ନ ଅଙ୍କନ କରିବା ଉଚିତ। ଏହା ଅତ୍ୟନ୍ତ ଶୁଭ ହେବା ସହିତ ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ିଥାଏ। 8 ନମ୍ବର ମହୋଦଧି ଅଥବା ସମୁଦ୍ରରେ ସ୍ନାନ କରିବା ଦ୍ୱାରା ଶୁଭ ଏବଂ ମଙ୍ଗଳକାର ହେବା ସହିତ ପାପତାପ ନଷ୍ଟ ହୋଇଥାଏ। 9 ନମ୍ବର ପାଣିରେ କେବେ ମଳମୂତ୍ର ତ୍ୟାଗ କରିବା ଉଚିତ ନୁହେଁ। ଏହା ଅମଙ୍ଗଳକାର ହୋଇଥାଏ ଏବଂ ମୃତ୍ୟୁ ପରେ କୁକୁର ଜନ୍ମ ପ୍ରାପ୍ତ ହୋଇଥାଏ। 10 ନମ୍ବର ଉତ୍ତର ଦିଗକୁ କେବେ ବି ମୁଣ୍ଡ କରି ଶୋଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ମସ୍ତିଷ୍କ ଶକ୍ତି କ୍ଷୀଣ ହୋଇଥାଏ। 11 ନମ୍ବର ଦିନରେ କେବେ ବି ଶୋଇବା ଉଚିତ ନୁହେଁ। ଏହା ଅଶୁଭ ହେବା ସହିତ ଆୟୁ କ୍ଷୀଣ ହୋଇଥାଏ ଏବଂ ପାଚନ ଶକ୍ତି ଦୁର୍ବଳ ହୋଇଥାଏ। 12 ନମ୍ବର ଛିଡ଼ା ହୋଇ କେବେ ବି ପରିସ୍ରା କରିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଅଣ୍ଡକୋଷ ପ୍ରଭାବିତ ହୋଇଥାଏ। 13 ନମ୍ବର ପିନ୍ଧୁଥିବା ଗଞ୍ଜି କିମ୍ବା ଗାମୁଛା ଚିରିଗଲେ କେବେ ବି ସିଲେଇ କରି ପିନ୍ଧିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ। 14 ନମ୍ବର ପ୍ରତ୍ୟେକ ଦିନ ପ୍ରାତଃ ଭୋଜନ କରିବା ପୂର୍ବରୁ 7ଟି ତୁଳସୀ ପତ୍ର ଖାଇବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଶରୀରର କାନ୍ତି ବୃଦ୍ଧି ହେବା ସହିତ ରୋଗମୁକ୍ତ ହୋଇଥାଏ। 15 ନମ୍ବର ପ୍ରତ୍ୟେକ ଦିନ ଶଯ୍ୟା ତ୍ୟାଗ କରିବା ପରେ ଗୁରୁଜନ ଏବଂ ଇଷ୍ଟଦେବୀଙ୍କୁ ପ୍ରଣାମ କରିବା ଉଚିତ। ଏହା ମଙ୍ଗଳକାରୀ ହୋଇଥାଏ ଏବଂ ବାଧା ବିପଦରୁ ରକ୍ଷା ମିଳିଥାଏ। 16 ନମ୍ବର ସନ୍ଧ୍ୟା ସମୟରେ ଶୋଇପଡ଼ିବା କିମ୍ବା ଭୋଜନ କରିବା ନିଷେଧ ହୋଇଥାଏ ଏବଂ ରାତିରେ ଓଦା ପାଦରେ କେବେ ବି ଶୋଇବା ଉଚିତ ନୁହେଁ। ଏହାଦ୍ୱାରା ଧନହାନି ହୋଇଥାଏ। 17 ନମ୍ବର ଭଲ ରୋଜଗାର କରିବା ପରେ ବି ଯଦି ଧନ ସଞ୍ଚୟ ହୋଇପାରୁନଥାଏ ତେବେ ଶନିବାର ଦିନ କଳା କୁକୁରକୁ ରୁଟିରେ ସୋରିଷ ତେଲ ଲଗାଇ ଖାଇବାକୁ ଦେଲେ ଧନ ସଞ୍ଚୟ ବୃଦ୍ଧି ହୋଇଥାଏ। 18 ନମ୍ବର ସପ୍ତାହକୁ ଥରଟିଏ ସମୁଦ୍ର ଲୁଣ ପାଣିରେ ପକାଇ ଘର ପୋଛିବା ଦ୍ୱାରା ଅଶୁଭତ୍ୱ ଦୂର ହୋଇଥାଏ ଏବଂ ପରେ କଳି ଝଗଡ଼ା ହୋଇନଥାଏ। 19 ନମ୍ବର ପ୍ରତ୍ୟେକ ଦିନ ମହାଲକ୍ଷ୍ମୀଙ୍କୁ ଧ୍ୟାନ କରି ଶୁଦ୍ଧ କେଶର ତିଲକ ଲଗାଇବା ଉଚିତ। ଏହାଦ୍ୱାରା ଧନ ଲାଭର ସମ୍ଭାବନା ବୃଦ୍ଧି ହୋଇଥାଏ। 20 ନମ୍ବର ପ୍ରତ୍ୟେକ ଶନିବାର ଦିନ ଓସ୍ତ ଗଛ ମୂଳରେ ତେଲର ଦୀପ ଜାଳିବା ଦ୍ୱାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ। ତାହା ସହିତ ଧନ ଲାଭ ହେବାର ସମ୍ଭାବନା ବୃଦ୍ଧି ହୋଇଥାଏ। 21 ନମ୍ବର ଯେଉଁ ଘରେ ମାଦକ ଦ୍ରବ୍ୟର ସେବନ ସ୍ତ୍ରୀ ଲୋକଙ୍କ ଅପମାନ ତାମସିକ ଭୋଜନ ଅନୈତିକ କାର୍ଯ୍ୟକୁ ମହତ୍ୱ ଦିଆଯାଏ ସେମାନଙ୍କ ଧନ ଡାକ୍ତରଖାନା ଜେଲଖାନା ଏବଂ ପାଗଳଖାନାର ଖର୍ଚ୍ଚ ହୋଇଥାଏ। 22 ନମ୍ବର ଦେବୀ ଦେବତାଙ୍କ ଫଟୋ କିମ୍ବା ମୂର୍ତ୍ତି ଘରର ନୈಋତ କୋଣ ଅଥବା ଦକ୍ଷିଣ ପଶ୍ଚିମ କୋଣରେ କେବେ ବି ରଖିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ କୋର୍ଟ କଚେରୀ ମାମଲା ଦେଖା ଦେଇଥାଏ। 23 ନମ୍ବର
ବ୍ରାହ୍ମ ମୁହୂର୍ତ୍ତ କିମ୍ବା ସନ୍ଧ୍ୟା ସମୟରେ କେବେ ବି ଘରେ ଝାଡ଼ୁ ମାରିବା ଉଚିତ ନୁହେଁ। ଏହା ଅଶୁଭ ଏବଂ ଅମଙ୍ଗଳକାର ହୋଇଥାଏ। 24 ନମ୍ବର, ସକାଳୁ ଉଠିବା ପରେ ମୁହଁ ନ ଧୋଇ କେବେ ବି ଚାହା ପିଇବା ଉଚିତ ନୁହେଁ। ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ। 25 ନମ୍ବର, ରାତିରେ କେବେ ବି ଭାତ, ଦହି କିମ୍ବା ଛତୁଆ ଖାଇବା ଉଚିତ ନୁହେଁ। ଏହା ଅଶୁଭ ହେବା ସହିତ ଆର୍ଥିକ ସଙ୍କଟ ଦେଖା ଦେଇଥାଏ। 26 ନମ୍ବର, ବାସ୍ତୁବିଜ୍ଞାନ ଅନୁସାରେ ପଞ୍ଚମୁଖୀ ହନୁମାନଙ୍କ ମୂର୍ତ୍ତି ଘରେ ରଖିବା ଦ୍ୱାରା ଉନ୍ନତି ହୋଇଥାଏ ଏବଂ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। 27 ନମ୍ବର, ଘରେ ଦୌଡ଼ୁଥିବା ଧଳା ଘୋଡ଼ାର ମୂର୍ତ୍ତି ଘରେ ରଖିବା ଦ୍ୱାରା ଶୁଭ ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ସମ୍ପର୍କ ବୃଦ୍ଧି ହେବା ସହିତ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। 28 ନମ୍ବର, ବାଛୁରୀକୁ କ୍ଷୀର ଦେଉଥିବା କାମଧେନୁ ଗାଈର ପିତ୍ତଳ ମୂର୍ତ୍ତି ଘରେ ରଖିବା ଦ୍ୱାରା ଶୁଭ ହୋଇଥାଏ ଏବଂ ସନ୍ତାନ ପ୍ରାପ୍ତି ହେବା ସହିତ ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ। 29 ନମ୍ବର, ଦୁଇଟି ହଂସର ମୂର୍ତ୍ତି ଘରେ ରଖିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଧନ ପ୍ରାପ୍ତିର ସମ୍ଭାବନା ବୃଦ୍ଧି ହୋଇଥାଏ। 30 ନମ୍ବର, ଘରେ ହାତୀର ପିତ୍ତଳ ମୂର୍ତ୍ତି ରଖିବା ଦ୍ୱାରା ଶୁଭ ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀ ମତଭେଦ ଦୂର ହେବା ସହିତ ଘରେ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ। 31 ନମ୍ବର, ପିଲାଙ୍କ ପଢ଼ିବା ଘରେ ଶୁଆ ଚିତ୍ର ଲଗାଇବା ଦ୍ୱାରା ଶୁଭ ହୋଇଥାଏ ଏବଂ ଏକାଗ୍ରତା ବୃଦ୍ଧି ହେବା ସହିତ ପାଠ ପଢ଼ିବାରେ ପିଲାଙ୍କ ମନ ଲାଗି। 32 ନମ୍ବର, ଶୋଇବା ଘରେ ହିମାଳୟର ଚିତ୍ର ଲଗାଇବା ଦ୍ୱାରା ଶୁଭ ହୋଇଥାଏ ଏବଂ ମନରେ ଶାନ୍ତି ଅନୁଭୂତି ଆସିବା ସହିତ ପ୍ରସନ୍ନତା ପ୍ରାପ୍ତ ହୋଇଥାଏ। 33 ନମ୍ବର, ଘରର ଡ୍ରଇଂ ରୁମ୍ର ଉତ୍ତର ପୂର୍ବ ଦିଗରେ ଆକ୍ୱାରିୟମ୍ ରଖିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। 34 ନମ୍ବର, ଘରର ଡାଇନିଂ ଟେବୁଲ କେବେ ବି ମୁଖ୍ୟ ଦ୍ୱାର ସମ୍ମୁଖରେ ରଖିବା ଉଚିତ ନୁହେଁ କିମ୍ବା ମୁଖ୍ୟ ଦ୍ୱାରକୁ ଦେଖାଯିବା ଅନୁଚିତ। 35 ନମ୍ବର, ଘରର ମୁଖ୍ୟ କୋଠରୀ ସମ୍ମୁଖ କାନ୍ଥରେ ଉଦୟ ହେଉଥିବା ସୂର୍ଯ୍ୟଙ୍କ ଚିତ୍ର ଲଗାଇବା ଉଚିତ। ଏହାଦ୍ୱାରା ଭାଗ୍ୟ ଉଦୟ ହୋଇଥାଏ ଏବଂ ସଫଳତା ପ୍ରାପ୍ତ ହୋଇଥାଏ। 36 ନମ୍ବର, ଘରର ଶୟନ କକ୍ଷରେ କେବେ ବି କୌଣସି ଗଛ କିମ୍ବା ଜଳ ସମ୍ପର୍କିତ ଜିନିଷ ରଖିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ। 37 ନମ୍ବର, ଗ୍ରହଣ ଲାଗିଥିବା ସମୟରେ ଲବଙ୍ଗ କିମ୍ବା ଗୁଜୁରାତି ଭସ୍ମ ପ୍ରସ୍ତୁତ କରି ମୁଣ୍ଡରେ ମାରିଲେ ସମସ୍ତ କାର୍ଯ୍ୟ ସଫଳ ହୁଏ। 38 ନମ୍ବର, ଘରର ମୁଖ୍ୟ ଲୋକଙ୍କ ବେଡରୁମ୍ ଉତ୍ତର ଦିଗରେ କରନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ। 39 ନମ୍ବର, ଘରର ଦକ୍ଷିଣ ଦିଗରେ ବେଡରୁମ୍ କଲେ ଏହା ବହୁତ ଶୁଭ ହୋଇଥାଏ। 40 ନମ୍ବର, ଘରର ଡ୍ରଇଂ ରୁମ୍ରେ ବୁଦ୍ଧଙ୍କ ମୂର୍ତ୍ତି ରଖିଲେ ବାସ୍ତୁ ସମସ୍ୟା ଦୂର ହେବା ସହିତ ଆର୍ଥିକ ସ୍ଥିତି